ଅପାସରା କାହାଣୀ। ଅନ୍ଧ ଓ ସାପ। ଏକଦା ଜଣେ ଅନ୍ଧ ଓ ଜଣେ ଚକ୍ଷୁଷ୍ମାନ ଏକାଠି ଯାତ୍ରା କରୁଥିଲେ। ସନ୍ଧ୍ୟା ହେଲାରୁ ସେମାନେ ଏକ ଘାସ ପଡ଼ିଆକୁ ଘୋଡ଼ା ଝପଟାଇ ଦେଲେ। ସେଠାରେ ଓହ୍ଲାଇ ପଡ଼ି ସକାଳ ଯାଇ ଶୋଇଲେ। ପାହାନ୍ତା ଆଗରୁ ସେମାନେ ପୁଣି ଯାତ୍ରା ଆରମ୍ଭ କରିବାକୁ ବାହାରିଛନ୍ତି। ଅନ୍ଧ ଜଣକ ତା ଚାବୁକ ଖୋଜିଲା। ଯୋଗକୁ ସାପଟିଏ ଥଣ୍ଡାରେ କୋଲ ମାରି ସେଠାରେ ପଡ଼ିଥିଲା। ଅନ୍ଧ ଲୋକର ହାତ ତା ଉପରେ ପଡ଼ିଲାରୁ ସେ ଭାବିଲା, ଏଇଟା ମୋ ପୁରୁଣା ଚାବୁକ ଠାରୁ ନରମା। ସେ ତାକୁ ଉଠାଇ ନେଇ ତା ଘୋଡ଼ାରେ ସବାର ହେଲା। ଫରଚା ଫାଟିଲାରୁ ଚକ୍ଷୁଷ୍ମାନ ଦେଖିଲା, ଅନ୍ଧ ସାଥିକ ଜଣକ ହାତରେ ସାପଟିଏ ଧରିଛି। ଚିହିଁକି ଉଠି ସେ ପାଟି କଲା, ହେ ସାଙ୍ଗ, ଯାହାକୁ ତୁମେ ଚାବୁକ ଭାବିଛ, ପ୍ରକୃତରେ ତାହା ଗୋଟାଏ ସାପ। ସେ କାମୁଡ଼ିବା ଆଗରୁ ତାକୁ ଚଞ୍ଚଳ ଫୋପାଡ଼ି ଦିଅ। କିନ୍ତୁ ଅନ୍ଧଟି କେବଳ ହସିଲା। କହିଲା, କ'ଣ ମୋର ସୌଭାଗ୍ୟ ତୁମେ ସହିପାରୁନ କି? ମୁଁ ମୋ ଚାବୁକ ହରାଇଲି, କିନ୍ତୁ ଭାଗ୍ୟ ତାଠୁ ଭଲ ଓ ନରମା ଚିଜଟିଏ ମୋ ହାତରେ ଦେଲା। ଭାବନି ଯେ ମୁଁ ଅନ୍ଧ ହେଲେ ବି ନିର୍ବୋଧ। ମୁଁ ଏଡ଼େ ନିର୍ବୁଦ୍ଧିଆ ନୁହେଁ ଯେ ସାପ ଓ ଚାବୁକ ଭିତରେ ଫରକ ଜାଣିପାରିବି ନାହିଁ। ଚକ୍ଷୁଷ୍ମାନ କହିଲା, ପ୍ରିୟ ବନ୍ଧୁ, ତୁମର ମଙ୍ଗଳ ପାଇଁ ମୁଁ ଗୁହାରି କରୁଛି। ମୋ କଥା ବିଶ୍ୱାସ କରି ସାପଟିକୁ ଫିଙ୍ଗି ଦିଅ। କିନ୍ତୁ ଅନ୍ଧଟି ଆହୁରି ଜୋରରେ ସାପଟିକୁ ଜାବୁଡ଼ି ଧରିଲା। ଅନ୍ଧ ହାତରୁ ଉଷୁମ ଟାଣି ସାପଟିର ନିଦ ଭାଙ୍ଗିଗଲା। ସେ ତା ମଣିବନ୍ଧରେ ଗୁଡ଼େଇ ହୋଇ ତାକୁ ଦଂଶିଲାରୁ ସେ ମରିଗଲା।